ନହେଲେ ସେ ଖଟ ଉପରେ ଶୋଇପାରିବୁନି ଆଜି ଦାଣ୍ଡରେ ଶୋଇବୁ ଆଜି ତୁ। ଓହୋ ପ୍ରବଳ ଟେନସନ ତୁମ ଶାଶୁ ମତେ ଦେଲେ ମୁଁ ଦେଖୁଛି। ଯାହା ନିୟମ ମୁଁ କହୁଛି ଆଉ ନିୟମ କଣ ମୁଁ ଭୁଲ କହୁଛି ମୁଁ ବୁଢୀ ହେଲି ମୁଁ ଜାଣିନି। ନମସ୍କାର ସାଙ୍ଗମାନେ ଶୁଭ ସକାଳ। ତ ଆପଣମାନଙ୍କୁ ଆମର ଗୋଟେ ନୂଆ ଭିଡ଼ିଓକୁ ବହୁତ ବହୁତ ସ୍ୱାଗତ। ଆଉ କେମିତି ଅଛନ୍ତି ଆପଣମାନେ? ଆଶା କରୁଛି ସମସ୍ତେ ଭଲରେ ଥିବେ। ଆମେ ବି ବହୁତ ଭଲରେ ଅଛୁ। ଆଉ ଆମ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। କେମିତି ଲାଗିଲା ନିଶ୍ଚିନ୍ତ କହିବେ। ଚାଲନ୍ତୁ ଆଜିର ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ସିଏ କୁଆଡେ ଯିବ? ଖାଇବା ପିଇବା ଦେଇଛ ସେ ତ ରହିବ। ସେପଟେ ବୋଉ ତାଙ୍କର କଣ କରୁଛନ୍ତି ଟିକେ ସାଙ୍ଗମାନେ ଦେଖିବା। ନାଇଁ ଆଉ କୁଆଡେ ଯିବେ ଆଉ ସବୁ ଏଠି ତ ରହିବେ ଆଉ ବୋଉ ତ ଖାଇବା ପିଇବା ଦେଇକି ସବୁ ରଖିଛି ତାଙ୍କୁ। କଣ ମାରିବି ଧରିକି ଯେ ମୁଁ ରଖିଛି କୁକୁର। ମୁଁ ସେ କୁକୁର ପୁରା ଭଲ ପାଏନି। ମୁଁ ରାଗ ଚିଡୁଛି ସକାଳେ ତାକୁ ନା ତାକୁ ଖାଇବା ପିଇବା ଦିଆବନି। ଭଲ ନୁହେଁ। ମୁଁ କହିଲି ଛୁଆ କରିଛି ନା ନା ଖାଇବାକୁ ପାଉନି ତା ପାଖରେ କିଛି ନାହିଁ। ମୁଁ ପ୍ରଥମରୁ ଯାହା କହିଛି ସେଇଆ ଠିକ୍। କଣ କହିଛୁ କଣ କହିଲୁ? ନାଇଁ ସେ କୁକୁର ଫୁକୁର ଏଠି ରହିବ ଭାରି ହଇରାଣ କରୁଛି। ଆସି ଫେରେ ଏଠି ଉଠିକି ଗଲେଣି ଦିଥର। ଆଉ ଆଡ଼କୁ ଗଳିଯିବେ ଆଉ କଣ କହିଲ ନାଇଁ ସେ ଯେତେବେଳେ ପ୍ରଥମେ ଆସିଲେ ତୁମେ ମନା କଲନି ଭାରି ଖୁସି ହେଇକିରି। ମୁଁ ତ ଆଗ ଖୁସି ହେବି ଆଉ କୁକୁରକୁ ମୁଁ ଭଲ ପାଇନି। ମୁଁ କହିଲି ରାମୁଟା ଛୁଆ କରିଛି ଖାଇବାକୁ ପାଉନି। ତୁ ଜାଣିଥାବୁ ତୋ ଛୋଟ କୁକୁର ତତେ କିନ୍ତୁ ବାଡ଼ିଆ ଦିଆ ହବ କୁକୁର ଆଣିଛି ବୋଲିକି ବେକକୁ ବାଟରେ ଟଙ୍ଗେଇ ଯାଇକିରି କୁକୁର ଛୁଆ ଘିନିକି ଆସିଥିବ ଭାର। ମୁଁ ସେତିକି ଭଲ ପାଏ କୁକୁରଙ୍କୁ। ହଉ ଯା ଭଲ ପାଉ ଯା ସେବା କରିବ ଯା ସେବା ସବୁ କରିବ ଯା ମାନୁର ତୋର ସେବା କରିବ ଯା। ଆଉ ପୁପିକି ସାଙ୍ଗେ ନେଇଯା। ତୁ ଗୋଟେ କାମ କର ହଁ ହଁ ତୁ ପଳା। କେ ମୁଁ ମୋ ଝିଅକୁ ନଙ୍ଗଳା କରିକି ପଠେଇଛ ଗୋଟେକୁ। ଯାଉ ସେ ନଙ୍ଗଳା ହେଇକି ଯା ପୁପି ତୁ ଆଉ ଥରେ ଲଙ୍ଗଳା ହେଇ ପଳେଇଲୁ। ଗାମଛା ପିନ୍ଧେଇ ପଳା ଗାମଛା ଧୋଇ ଦେଇ ଆସିବୁ ଯା। ତ ଆଜି ସକାଳୁ ସକାଳୁ କୁକୁର ଏମିତି ଘର ଭିତରେ ଟେନସନ ଦେଇ ଦେଇଛନ୍ତି ଯାହାକୁ ନେଇକି ଘର ଭିତରେ ପୁରା ପ୍ରଳୟ ସୃଷ୍ଟି ହେଇଯାଇଛି। ତ ସକାଳୁ ମାନୁ ମଧ୍ୟ ବହୁତ ଗାଳି ଖାଇଛନ୍ତି। ଆଉ ସିଏ ପୁରା ଏଠି ଚୁପଚାପ ହେଇ ଠିଆ ହେଇଛନ୍ତି। ଗୋଟେ କାମ କର ତୁମେ ଶାଶୁ ବୋହୂ ଦୁଇ ଜଣ ଯାକ ପଳେଇଲ ପଳା। ହେଇ ଶୁଣ ମୁଁ କ'ଣ କହୁଛି କାମ ସାରିଦେଇ ସେଇଠି ମୁଁ ମଟର ମରିକି ପାଣି ମାରିଦେଇ ପାଇପ୍ରେ ଯାଅ। ଆରେ ସେ ଆଉ 15 ଦିନ ଖଣ୍ଡେ ରୁହନ୍ତୁ ଖାଆନ୍ତୁ ଟିକେ ବଡ ହେଇଯାଆନ୍ତୁ। ଆଉ ସେ ତଳେ କାହିଁ ବସିଲୁ? କ'ଣ ମୁଣ୍ଡ କୁଣ୍ଡିଆ ପାଇଁ ପିଣ୍ଢା ନେଇ ବସିବା ପାଇଁ ଜାଗା ତୁ ସେ ତଳେ ବସିବନି। ପାଚିଲା ଚୁଟି କେରା ତ ଧରିବ। ତୁ କହୁଛନ୍ତି ଚୁଟି କଳା ହେଇଥାନ୍ତା। ମାନେ ସବୁ ଯାକ ତ ମୋର ମିଜି କହୁଛି ମୁଁ ସିନା ଗୋଲୁଆ ଖାଇ ଦେଇଛି ମୁଁ ଦାମୁଲି ଖାଇ ଦେଇଛି। ଦାମୁଲି ଖାଇବାକୁ ତୁ ଦଉଥିଲୁ ଏତେ ସୋଦାଟା ସବୁ ତତେ। କିଏ କହୁଛି? ମିଜି ସେ ତା ଦୋଷ କାଟିଦେଲା। ମୁଁ କହିଲିନି ମୁଁ କହିଲି ଇଏ ଗୋଟେ ମୁନି ଏଠି ବସି ଖାଉଛି ତା କିଛି କହୁନି। ମୁଁ ତ କହିଲା ମୁଁ ଏଗୁଡ଼ା ମୁନି ବସେ ନା ମୁଁ କ'ଣ କଲି ମୁଁ କ'ଣ ଯାହା ସେ ଲାଗି ପଡ଼ି ସେ ଆସୁ କଲେ ଦେବୁ ଲାଗି ପଡ଼ିବ ନିଲୁଆ ସବୁ ମଟର ଚଳେଇଦେବ। ତୁମେ ଦୁଇ ଭଉଣୀ ଶୁଣ ଗୋଟେ କାମ କର ସେ କଲେଜ ଯାଇଛି ବୋଉର ତୁମର ପଳାଅ ସେଠୁ କାମ ସାରିଦବ ଏଇ ଜାଣିଲ ସେ ତଳେ ଠିଆ ହବ ମୁଁ ଡାଇରେକ୍ଟ ଏଠୁ ମଟର ମାରିଦେବି ତୁମ ଉପରକୁ ଯା ଯା ପଳା। କୋରୋନା ଭାଇରସ ଆଇଲାଣି। କୋରୋନା ଭାଇରସ ଏଇଟା କୋଉଠି? ଏଇଟା କୋରୋନାର ଭାଇ। କୋରୋନା ଚାहे ଆହୁରି ସିରିୟସ ରୋଗ ଏଇଟା। ତ ସକାଳୁ ସକାଳୁ ତ ହେଇଛି କ'ଣ ଜିନିଷ ନା ସାଙ୍ଗମାନେ ତ 6ଟା ଖଣ୍ଡେ କୁକୁର ଛୁଆ ସେଠି ଆସିକି ରହିଛନ୍ତି। ତା ମାଆ ଆଣି ତାକୁ ରଖିଛି। ସିଏ ସକାଳୁ କିଛି ଆହାର ତାଙ୍କର ଯେଉଁ ଆହାର ସିଏ ଧରିକି ପଳେଇ ଆସିଛି। ସିଏ ଆଣିକି ସେ ଘରେ ପୁରେଇ ଦେଇଛନ୍ତି ଆମର ସେଇ ଯେଉଁ ଘରଟା। ତେଣୁକରି ଇଏ ଶାଶୁ ବୋହୂଙ୍କ ଭିତରେ ପୁରା ପ୍ରବଳ ପାଲା ହେଇଯାଇଛି। ତ କୁକୁର ରଖିବା ଲୋକ ହେଲେ ଏଇ ଲୋକ ଜଣକ ପୁଣି ମୋ ଦୋଷ ଦେଲେ। ନାଇଁ ଯୋଉଟା ସତ ମୁଁ ସେଟା କହିଲି ଆଉ କ'ଣ କୁକୁର ତା ବାଟେ ଥିଲେ ସେ ଯଦି ଆସିଲେ ସେ ତ ଯାହା ବେଲେ ଖାଉଛନ୍ତି ମାନେ ତା ପିଲାମାନେ। କୁକୁରକୁ ଆଣିଛି କିଏ ଜାଣିଛୁ? କିଏ ଆଣିଛି? ଯେ ଖଟ ଉପରେ ବସି ଲେଖୁଛି ସବୁ କୁଣ୍ଡେଇକି ଆଣିଛୁ। ଲୋ ପୁପି ଏଇ ଏଇଟା କ'ଣ ସତ ଏଇଟା ମା?
ଚାଲ ଲଙ୍ଗଳା ହଉ ଚାଲ ସେ ଜିନିଷ ଫୋପାଡା। ସେ ପୁରା କହିଛି ମାନେ ମୋ ବାପାକୁ କହିବୁନି, ମୋ ବାପା ମାରିବ। ଉଠୁ ଏଠି ଇଏ ବସିଛି ଆଉ ମୁଁ ସାଡେ ସେ ତିନିଟା ଆଣିଥିଲା ସେଠି ଦିଟା ବୁଲୁଥିଲେ। ମୁଁ କହିବି ଏଠିକି ଆସିବ କି ସେଠିକି ଆସିବ, ସେ ଦି ଜଣ ଏକା ବୁଲୁଛନ୍ତି, ତାକୁ ନେଇ ଆସିବା ଆଉ। ହଁ ଆଉ ଫୋପାଡ଼ି ଦେଲେ କଣ ଅସୁବିଧା ହଉଛି? ବସନା ମସନା ସେ ଘରେ ପୁରେଇଛି। ଚାଲ ମା ଚାଲ, ଘର କାମ ଆଉ 2 ଦିନରେ ଆରମ୍ଭ ହବ। ମା ସେ ମିସ୍ତ୍ରୀ କାମ କରିବେନି। ଆସେ 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 ଆସ। ତ ଆଉ ଗୋଟେ ଜିନିଷ, ତ ପ୍ରାୟ ସବୁଆଡେ ସାଙ୍ଗମାନେ ଯେକୌଣସି ଗୋରୁ ମରନ୍ତୁ, ଛେଳି ମରନ୍ତୁ, ଯାହା ବି ମରନ୍ତୁ, ତାର ନିୟମ ଆକ୍ଚୁଆଲି ଗୋଟେ ଗାତ କରିବା, ତାକୁ ପୋତି ଦେବା, କିଛି ଅଧିକ କରି ଗାତ କରିଦେବା, 3-4 ଫୁଟ ଗାତ କରିଦେବା, ପୋତି ଦେବା, ସେ ତା ଭିତରେ ରହିଲା। ଏବେ ଲୋକମାନେ କ'ଣ ଏଇଆ କରୁଛନ୍ତି ଯେ ଯେଉଁ ବାଛୁରୀ ମରିଗଲା, ଯେଉଁ ଗୋରୁ ମରିଗଲା, ଯେଉଁ ଛେଳି ମରିଗଲା, ସିଧା ଆଣୁଛନ୍ତି ଗୋଟେ ବଣରେ ଫୋପାଡ଼ି ଦେଉଛନ୍ତି। ତାକୁ କୁକୁର ବିରାଡ଼ି ମାନେ କୁକୁର ବିଲୁଆ ତାକୁ ସବୁ ଆଡ଼େ ସାଡ଼େ ନେଇକି ସବୁ ବିଭିନ୍ନ ଆଡ଼େ ନେଇ ଫୋପାଡ଼ୁଛନ୍ତି। ଲୋକମାନଙ୍କୁ ବି ଆଜିକାଲି ଗୋଟେ ଜିନିଷ ପାଣିରେ ଫୋପାଡ଼ି ଦେଉଛନ୍ତି, ଯେଉଁ ପାଣିରେ ଲୋକମାନେ ଗାଧଉଛନ୍ତି, କିଛି ସଞ୍ଚୟ ହେଉଛନ୍ତି, ଯେକୌଣସି କାମ କରୁଛନ୍ତି, ଲୋକ ସେ ପାଣିକି ପାଟିରେ ବି ପୁରଉଛନ୍ତି। ତ ସେଇ ପାଣିରେ ବି ଦରକାର ପଡ଼ିଲେ ଗୋରୁ ଆଉ ଛେଳିକି ବି ଏବେ ଲୋକ ଭସେଇ ଦେଉଛନ୍ତି। ମାନେ ଲୋକଙ୍କର ଏବେ ସବୁ ଚିନ୍ତାଧାରା ଏମିତି, ତେଣୁକରି ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ମରୁଛନ୍ତି, ବିଭିନ୍ନ ପ୍ରକାର ରୋଗ ହେଉଛି। ଏଇ ଶୁଣ, ଗୋଟେ କାମ କରିବା, ମୁଁ ସବୁ ଯାଇ ମୋ ଯେହେତୁ ତମେ କହିଲାଣି ଯେ ମୋ ଝିଅ ଏତିକ ସବୁ କାମ କରିଛି, ତ ମୁଁ ଏତିକ ଉଠେଇଦେବି। ଦିଅ ମୋର ଏଟା ହାତ ଟେକିଲ, ଟେକି ଦେ, ଏଇଟା ଟିକେ ଟେକି ଦିଅ। ହଁ ମୁଁ ପଇତା କରିଦେବି। ସେ ଜିନିଷ ଛୁଇଁଲେ ପଇତା। ହଉ ଠିକ ଅଛି, ମୁଁ ଯାଉଛି ଉଠେଇ ଆଠେଇ ଦଉଛି, କଟିକଟା ପଳେଇବି, ମାମୁଁ ଘରୁ ଯାଇ ପଇତା କରିଦେବି, ପଳେଇ ଆସିବି। ଖଟ ଉପରେ ଶୋଇପାରିବୁନି, ଆଜି ଦାଣ୍ଡରେ ଶୋଇବୁ ଆଜି। ଓହୋ, ପ୍ରବଳ ଟେନସନ ତମ ଶାଶୁ ମତେ ଦେଲା, ମୁଁ ଦେଖୁଛି। ଯାହା ନିୟମ ମୁଁ କହୁଛି, ଆଉ ନିୟମ କ'ଣ ମୁଁ ଭୁଲ କହୁଛି? ମୁଁ ବୁଢୀ ହେଲି, ମୁଁ ଜାଣିନି। ସେ ଯୋଉ ଖଟ ଉପରେ କମଳ ପଳେଇଆଉନୁ, ଆଜି ଦେଖିବୁ, ଯଦି ଯିବୁ ଖଟରେ ପାଣି ଢାଳି ଦେଇ ପୁରା ଦେଖିବୁନି। ଦେଖା ଆକୁ ସବୁ କ'ଣ ବୋଉ କରୁଛୁ ସତ କଥା କହ। କ'ଣ କରିବି? ବିକ୍ରି କରିବି। କ'ଣ କରିବି? କ'ଣ ଆକୁ ବିକିବୁ ତୁ? ହଁ ବିକିଦେବି। କେତେ ବିକିଲୁଣୁ? ବିକି ଦେଉଛି। ଆରେ ଚୁଟି ଗୁରା ବିକନ୍ତିନି ବା। ହଁ ମୁଁ ପାଚିଲା ଚୁଟି ବିକିଦେବିନି, କ'ଣ ହେଇଛି? ତ ପାଚିଲା ଚୁଟି ଏତେ ଡିମାଣ୍ଡ ରହୁଛି? ତାକୁ ମୁଁ ରେଟ୍ କରି ବିକ୍ରି କରିବି। ଆରେ ନଉନଥିଲେ ବା। ଯାହା ହଉ ଆଗରୁ ସୁନ ପାମ୍ପୁଡି ବାଲା ଆସିଥିଲେ, ସବୁ ଏତିକି ଚୁଟି ସବୁ ଛୁଆ ବେଳେ ସବୁ ମା ଚୁଟି କି ସିଏ ମିଆଁ କେତେ କଥା ଗାରୁ ଗାରୁ ଏଇ କହିଲା ତାଙ୍କ ଭାଷାରେ, ଇଏ କଣ ଚୁଟି କିଣି ଦୌଡ଼ି ପଳେଇଲା। ତାପରେ ଝୁଲା ଆସିଲା, ସିଏ 3 ମାସ ଗୋଡା ଗୋଡି ମା ଚୁଟି କଳା ଥିଲା। ସେତେବେଳେ ଆମେ ଏତେ ଇଏ କରୁନା, ପ୍ରାୟ ବହୁତ ଲୋକ ସବୁ ଗାଁରେ ସବୁ ସ୍ତ୍ରୀ ଲୋକମାନେ, ବୁଢୀ ଲୋକମାନେ ଗାଁକୁ ଚୁଟି ବାଲା ଆସିଲେ ଚୁଟି ଡାକ ମାରିବ, ସେ ସବୁ ଏତେ ଚୁଟି ସବୁ ରକ୍ତ ଜୋରରେ ପୁରା ଦେଇଦିଅନ୍ତି। ତ ଏବେ ଆମର ଏରିଆ ଭିତରେ, ମାନେ ଆମ ଏରିଆ ତ ନା, ଆମର ଏଠି 2-4 ଘର ଭିତରେ ନାନୀ କହିଲା ଗଲା କୁଆଡେ ଚାଲିଲୁ, କ'ଣ କହିଲା ତତେ? ନବ ନାହିଁ, ପାଚିଲା ଚୁଟି ନବ ନାହିଁ। ସେତେବେଳେ ପ୍ରକୃତ ଯାହା କହୁଛି ନଉନଥିଲେ। ଏବେ ଚୁଟି ଗୁରା ସବୁ କ'ଣ କରୁଛୁ ତାକୁ? ମୁଁ ବିକ୍ରି କରିଦେବି। କେତେ ଟଙ୍କା ହଉଛି? ମୁଁ ବିକିଦେବି, ତାର 50 ଓଜନ 100 ଓଜନ। ସେଟା ତେଲ ପଇସା ଉଠେଇ ଦଉଛନ୍ତି। ଗୋଟା ମାମିନା ବୋଉକୁ, ଗୋଟା ମୋ ବୋଉ, ସେ 2 ଜଣ ଯାକ ଚୁଟି ବିକି ଦେଉଛନ୍ତି। ସେ ଚୁଟିରେ ଯେତିକି ତେଲ ଲଗାଉଛନ୍ତି, ସେ ତେଲ ପଇସା ସେ ଉଠେଇ ଦଉଛନ୍ତି। ଆଉ ମାସକୁ 30-40 ଟଙ୍କା ଚୁଟି ତମେ ବିକିଦେଲା, ମାସ ଭିତରେ 100 ଗ୍ରାମ 200 ଗ୍ରାମ ନଡ଼ିଆ ତେଲ ମୁଣ୍ଡରେ ମାରିଦେବ, ଆଉ କ'ଣ 40 ଟଙ୍କା ଆଉ। ଏମିତି କଲେ ଦେଶ ଆଗେଇବ ନା। ଆଉ ଆଙ୍କର ଭଳିଆ ବଜାରକୁ ଯିବ, ଖାଇ ଚାଲିବ। ଉଠ। ଏଥିରୁ ମୁଁ ଜାଣିଲି ନାଟର ଗୋବର୍ଦ୍ଧନ ହେଲା ମୋ ଝିଅ। ଆକ୍ଚୁଆଲି ମୁଁ କହିଲି ସେ କୁକୁର ଛୁଆ ତ, ସେ ଚଢି ପାରିବା କଥା ନୁହେଁ। ତା ମା ନାଇଁ ସିଏ ଶୁଣ, ସେତେବେଳେ ସେ ଚଢି ପାରିନଥାନ୍ତେ, ଏବେ ସେ ଚଢିଯିବେ। ସେ ସ୍ଲାବ୍ ବାଟେ ଚଢି ଆସିବ, ଛୁଆ ବଡ ହେଇଗଲେ ବା। ମିସ୍ତ୍ରୀ ଆସିକି ଆଜି ହିସାବ କରିଦେଇ ଗଲା, ମାପ ଦେଇ ଗଲା, କାଲି ଠାରୁ ପୁଣି ଆରମ୍ଭ ହବ କାମ, ଜିନିଷ ସବୁ ଆସିବ। କାମଟା ହେଇଗଲା ପରେ ଇଏ ମୁହଁରେ କିଛି ଇଟା ଦେଇଦବ, ଏ ମୁହଁଟାରେ ହେଲା, ସେ କଣରେ ଖଣ୍ଡେ ଟିଣ ପୁରେଇ ଦବ, ସେ କଣରେ ଖଣ୍ଡେ ଟିଣ ପୁରେଇ ଦବ, ସେ କଡ଼ରେ 2 ଫୁଟ ଟିଣ ଦେଇଦବ। ଆଉ କୁକୁର ଫୁକୁର କେତେ କାଇଁ ବସିବେ? ଯେତେବେଳେ କାମ କମ୍ପ୍ଲିଟ ସରିବ କଡ଼ ନାହିଁ। ତୁ କ'ଣ କହୁଥିଲୁ? ବିଦା କରିଦେବି, ସେ ତାକୁ ସବୁ ଇଏ କରେ, ସିଏ କାମ ନୁହଁ। ଆଜି ସେ ରାନ୍ଧିବ, ତାର କୁକୁରକୁ ଦବ, ମୁଁ ଦେବିନି। ମୋ ରୋଷେଇ ମୁଁ ଦେବିନି କାହାକୁ। ମାନେ ତୁ କ'ଣ ଅଲଗା ହେଇଯିବୁ ତାଠାରୁ? ମୁଁ ଅଲଗା ରାନ୍ଧିବ, ସିଏ ତାର ଅଲଗା ରାନ୍ଧିବ। ବୋଉ ତୋ ବାପା କେତେଟା କହିଲୁ? ମୋ ବାପା କେଇଟା? ଗୋଟାଏ। ତୁ ସେ ଚୁଲି କରୁଛୁ, ସେ ଚୁଲି ରାନ୍ଧୁନ, ତେ ଚୁଲି ଖଳିବ, ତିଆରି କରିବ, କରିକି ମାଟି ବଳିବ, ଶୁଖିବ, ଯାଇ ରାନ୍ଧିବି। ତୁ କଣ ଖାଇବି? ମୁଁ କଣ ଚୁଲି ପକେଇ ପାରିବିନି? ମୁଁ ଇଟା ପକେଇ ଦେ କରି ଖାଇଦେବି। କ'ଣ କରୁନୁ? ମୁଁ ଆଗ ରାନ୍ଧିକି ନେଇ ସାରିଲା ପରେ ତୋ ମାମା ପଚାରିବ। ଚୁଲି କିଏ କରିଥିଲା? ନା ତୁ ପଖାଳ ଖା, ମୁଁ ଖାଇବି ଗରମ।
ଛାଡ଼ ସେ ମୁଁ ଏଥିରୁ ଜାଣିଲି ଭାଇରା ଶାସନ କ'ଣ ମରିବି ପଖାଳ ଖାଇବି ମୁଁ ଗରମ ଖାଇବି ସତରେ ବୋଉ ବାପା କେତେଟା କହିଲୁ ମୋର ଗୋଟାଏ ତୁ ଜାଣିନୁ ମୁଁ ଆସିଲା ଦିନ ମୋ କଥା ଗୋଟାଏ ବୋଲି ଜାଣିଛୁ ତ ମୁଁ ତ ସେ ତିନିଟା କଥା କହିଥିଲି ତୁ ବା କାଲି କହୁଥିଲୁ ଯେ ମାନୁ ଠାରୁ ତୁ ଅଲଗା ହବୁନୁ ବୋଲି ପୁଣି ସିଏ ଯୋଉ ପ୍ରକାରର କଲାଣି ତାକୁ ସିଏ ଅଲଗା ରାନ୍ଧିକିରି ସେ ତାର କୁକୁର ସେବା ବୁଲି କରି ତୁ ଧର୍ମ କରିବୁନୁ ନାଇଁ ମୁଁ ଆସି ବୁଝି ନା ଧର୍ମ ରଖିବ ମୋର କୋଉ ଜାଗା ନାହିଁ ପାପ ଯାକ ସବୁ ନେଇକି ଯିବୁ ଗଲାବେଳେ ଧର୍ମ କଥା ସବୁ ତୁମେ ହେଇଛ ତୁମେ ଏଥର ଧର୍ମ କର ମୋର ଧର୍ମ କ'ଣ ହବ କୁକୁର ବିରାଡ଼ି ଆଙ୍କୁ ଖାଇବା ପିଇବାକୁ ଦେଲେ କେତେ ଧର୍ମ ହବ ଜାଣିଛୁ ବିରାଡ଼ି ରହିଛନ୍ତି ରହନ୍ତୁ ମୋର ସେ କୁଙ୍ଗୁରିଟି ରହିଛି ସେ ରହିଥାଏ ତା ଛୋଟ ବେଳୁ ଆସିଥିଲା ଆଉ କେହି ରହିବେ ନାଇଁ ଆଉ ରହିବେନି ଆଉ କେହି ଖାଇବେନି ଆଉ କୋଉଠି ହବ? ମାନେ ରେଞ୍ଜ ବାହାରକୁ ପଳେଇ ଯାଉଛି ନାଇଁ ଡେଲି 3-4 କିଲୋ ଚାଉଳ ଦବା ଠେଇଁ କିଛି ନାହିଁ ଆଙ୍କର ଏବେକା ଯୋଉ ଗୁଣ ଏ ଗୁଣର ଇଏ ନୁହେଁ ଘର କାବୁ ହେଇସାରେ ତ ଏଇଠି ବୋଉ ମାନେ ଜଣେଇଲା ଯେ ପାଖାପାଖି 3-4 କିଲୋ ଚାଉଳ ଡେଲି ଯାଉଛି ତାଙ୍କ ପାଇଁ ଘରଟା କାବୁ ହେଇସାରୁ ବାହାରେ ତାଙ୍କୁ ଦେଲ ସେ ତାଙ୍କର ଖାଆନ୍ତୁ ପଛେ ଗଣ୍ଡା ବାଡ଼ିଘର ଶୋଉଛି ମାଧବ ଆସିଲେ ଦବୁନି ତାକୁ ମାଧବ ବୋଲ ମାନେ ସେ ଚୋକଡ଼ ଖାଇକି ଯାଇଛି ଡାକିଲେ କିନ୍ତୁ ଶୁଣୁଛି ଯେ ଯେତେ ଭାତ ଦିଅ କ୍ଷୀର ଭାତ ଦିଅ ସେତେବେଳେ ମୁଁ ଆଉଁ ସୁଦ୍ଧା କିଛି କହିଲା କିନ୍ତୁ ଏବେ ଠିଆ ହଉଛି ଡାକିଲେ ଠିଆ ହେଲା ନାଳରେ ଯାଉଥିଲା ଠିଆ ହେଲା ତ ବୋଉ କହିବା କଥା ଯେ ଖାଇବା ଠାଇଁ କିଛି ନାହିଁ କିନ୍ତୁ ସେ ଯୋଉ ଅପରିଷ୍କାର କରୁଛନ୍ତି ମୋର ଆଉ ତାଙ୍କ ଘରେ ରଖିବା ପାଇଁ ଇଚ୍ଛା ନାହିଁ ତ କୁକୁର ଜାତି ସେ ଘର ହବ 25ଟା ହବ ପୂଜା ପାଠ ଦୁନିଆ ଅଛି ସେ ମୁଁ ସେ କୁକୁର ସେ ଘର ମଶୁଣି ପକେଇକି ହଉ ତୁମେ ଗାଧୁଆ ପାଧୁଆ କର ମୁଁ ଆସେ ହଉ ସାଙ୍ଗମାନେ ତ ଆଜିର ଭିଡ଼ିଓଟିକୁ ଆମେ ଏଇଠି ରଖିଦେବା ପୁଣି ଗୋଟେ ନେକ୍ସଟ ଭିଡ଼ିଓରେ ଆପଣମାନଙ୍କ ସହ ଦେଖା ହେବ ସସ୍ମିତା ଜଗା ପୁପି ଭ୍ଲଗ୍ସରେ ଯଦି ଆଜିର ଭିଡ଼ିଓଟି ଭଲ ଲାଗିଥାଏ ଭିଡ଼ିଓଟି ଲାଇକ୍ କମେଣ୍ଟ ସେୟାର ଖାଇଲା କରିବା ଭିନେ ନା ଆମ ଭିନେ ଆଜି ଠାରୁ ଭିନେ ଲାଇକ୍ କମେଣ୍ଟ ସେୟାର କରିବା ସହ ଆମ ଚ୍ୟାନେଲକୁ ସସ୍ମିତା ଜଗା ପୁପି ଭ୍ଲଗ୍ସକୁ ସବସ୍କ୍ରାଇବ୍ କରିନିଅନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନ୍ ପ୍ରେସ୍ କରିନିଅନ୍ତୁ କିଛି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ପୁଣି ଗୋଟେ ନୂଆ ଭିଡ଼ିଓରେ ଆପଣମାନଙ୍କ ସହ ଦେଖା ହେବ ରହିଲି ନମସ୍କାର ଜୟ ଜଗନ୍ନାଥ ଟାଟା